ଆଜ୍ଞା କାଲି ଦ୍ୱିପହରେ କିଛି 4 ଜଣ ଦୁର୍ବୃତ୍ତ ସୁବ୍ରଜିତ ପଣ୍ଡା, ସିଦ୍ଧାର୍ଥ କୁମାର ମଲ୍ଲିକ, ସୁପୁନ କୁମାର ମଲ୍ଲିକ, ରାକେଶ କୁମାର ମଲ୍ଲିକ ଏବଂ ଜଗନ୍ନାଥ ବେହେରା ବ୍ରାଉନ୍ ସୁଗାର ଏବଂ ମଦ୍ୟପାନ କରି ନିଶାସକ୍ତ ଅବସ୍ଥାରେ କୌଣସି କାରଣରୁ ଆମ କକାଙ୍କ ସହିତ ବଚସା କରିଥିଲା। ଆମେ କେହି ନଥିବା ଅବସ୍ଥାରେ ଆମ ଘରେ ପଶି ଆମ ଦାଦା ହେରିକାଙ୍କ ଖୁଡ଼ି ହେରିକାଙ୍କୁ ଅସଦାଚରଣ କରିଥିଲେ। ତାପରେ ପୁନର୍ବାର 2 ଘଣ୍ଟା ପରେ ପୁଣି ଆଉଥରେ ନିଶାସକ୍ତ ଅବସ୍ଥାରେ ପୁଣି ଫେରି ଆମ କେହି ନଥିବା ଅବସ୍ଥାରେ ଆମ ଝିଅକୁ ଅସଦାଚରଣ କରିଥିଲେ। ସନ୍ଧ୍ୟାବେଳେ ପୁଣି ଗଲେ ତାଙ୍କୁ ବୁଝାବୁଝି ସବୁ ଯୋଡ଼େ ଗଲେ। ତାପରେ ସନ୍ଧ୍ୟାବେଳେ ଆମେ କେହି ନଥିଲା ବେଳେ ପୁଣି ଆସିକି ଆମ ସହିତ ଧକ୍କାପେକି ଇଏ କଲା ପରେ ଆମେ ଥାନାରେ ଏତଲା ଦେଇଥିଲୁ। ତାପରେ ଆସିକି ତାଙ୍କ ଘର ଲୋକ ପୁଣି ଆସିକି ଆମ ଘରଟି ସୋଦାସୋଦି କରିଥିଲେ। ଭ୍ୟାନ୍ ଆସିକି ପୁଣି ସମସ୍ତଙ୍କୁ ନିରବ ପಟ್ಟಿଥିଲା। ରାତି 3:30ରେ ଆସିକି ଦେଖିଲା ବେଳକୁ ଆମ ଏଠି ମାନେ ଜଳୁଛି ୟା ଭିତରେ ଆଉ ଦୋକାନ ଆମ ଦୋକାନ ଗୃହ ଜଳୁଛି ଆଉ ତା ଭିତରେ 10-12 ହଜାର ଟଙ୍କା ପାଖାପାଖି କ୍ୟାସ୍ ତେଲା ନେଇଯାଇଛନ୍ତି। 7-8 ହଜାର ଟଙ୍କାର ଜିନିଷ ଲୋକ ସତୁତା ନୁହେଁ। କାଲି ଯୋଉ ଇଏ ହେଇଥିଲା ସେମାନେ ବ୍ରାଉନ୍ ସୁଗାର ଖାଇ ଝଗଡ଼ା କରନ୍ତି, ମଦ ଫଦ ଖାଇକି ସମସ୍ତଙ୍କ ସହିତ ପ୍ରାୟ ପାଖାପାଖି ତାଙ୍କ ନାଁରେ ଆଗରୁ 10 ନା 12ଟି ଏତଲା ଅଛି। ଇଏ କାଲି ପୁଣି ଏମିତି ଆସିକି ଝଗଡ଼ା କରିଛନ୍ତି। ଆସିକି ଝଗଡ଼ା ଆଜ୍ଞା ସିଏ କକାଙ୍କ ସହିତ କ'ଣ ବଚସା ହେଇଥିଲା ତାଙ୍କର ନିଶାସକ୍ତ ଅବସ୍ଥାରେ ଆସିକି ଆକୁ ଇଏ କରିଛନ୍ତି ଆଉ ନା ଆମେ ତ ନିଶ୍ଚିତ ଭାବରେ ଅସୁରକ୍ଷିତ। ତେଣୁ ଆଇନ ସହାୟତା ଚାହୁଁଛୁ, କାରଣ ଆମକୁ ସେ ଧମକ ଦେଉଛନ୍ତି ଆମ ବେକ କାଟିଦେବେ, ଆମ ଦୀପ ଲିଭେଇଦେବେ। ତେଣୁ ବିଭିନ୍ନ ପ୍ରକାର ଆତଙ୍କରେ ଆମେ ଘର ରହୁଛୁ ଆଉ କ'ଣ ଆଜ୍ଞା ଆମେ ଘରୁ ଉଠିକି ଆସିଲା ବେଳକୁ ଆମ ଦୋକାନ ଏଠି ଜଳୁଛି ଆଉ ସାଉଣ୍ଡ ହେଲା, ଅଲଗା ପ୍ରକାର ସାଉଣ୍ଡ ହେଲା। ଉଠିକି ଆସିଲୁ ଦେଖିଲା ବେଳକୁ ଦୋକାନ ଆମର ଜଳୁଛି। ରବି ପଣ୍ଡାଙ୍କ ପୁଅ, ରବି ପଣ୍ଡା ଯୋଉ ଷ୍ଟୁଡିଓ, ତାଙ୍କ ପୁଅ ବାତ୍ୟା ଯୋଉ ବ୍ରାଉନ୍ ସୁଗାର ପାଉଡର ଖୁଆଇ ଟୋକାଙ୍କୁ ଆଣି ଏଠି ନାନା କରି କହୁଛି ହାଣିବି, ମାରିବି, ଫାଶୀ ଦେବି, ଅମ କରିବି, ସବୁ କରି ଛାତ ଉପରେ ଲୋକ ଚଢେଇ ତାକୁ ଗୁଣ୍ଡା ସାଜି ସବୁ ପ୍ରକାର ମାରିବାକୁ ଅସ୍ତ୍ର ଜୋରସୋରରେ ଧମକ ଦଉଛି ରବି ପଣ୍ଡାଙ୍କ ପୁଅ ବାତ୍ୟା। ଏବେ ବା ଦୋକାନ ଦୁଆର ପୋଡ଼ି ରାତିରେ ମୁଁ ଶୋଇଥିଲି, ମୋ ଗେଟ୍କୁ ବାଡ଼େଇଲେ, ମୋ ଗେଟ୍ ଥରିଲା। ମୁଁ କ'ଣ ବମିଂ ହେଲା ବୋଲି ସେଠୁ ସେ ତାଙ୍କର ଯୋଉ ସୋମନାଥ ପଣ୍ଡାଙ୍କ ତାଙ୍କ ଭଉଣୀ ସେ ଆସି ଉଠିକି ଦେଖିଲା ବେଳକୁ 4 ଜଣ ବୁତି ଯାଇକି ମାନେ ଦୌଡ଼ି ସ୍କୁଲ ଭିତରେ ପ୍ରବେଶ କରି ଦୌଡ଼ି ପଳେଇଲେ। ଇଏ ବି ଚିହ୍ନିଛି, ଝିଅ 4ଟାକୁ ଚିହ୍ନିଲା ପରେ ଆମେ ଦେଖିଲା ଆଇଲା ବେଳକୁ ନିଆଁ ଲଗେଇ ଏଠି ପୋଡ଼ାପୋଡ଼ି କରି ଏଠି ପେଟ୍ରୋଲ ବୋତଲ ଆଜ୍ଞା ରଖି ଏଠି ପେଟ୍ରୋଲ ତା ଭିତରେ ଅଛି, ସବୁ ପ୍ରକାର ଜିନିଷ। ଆମେ ଚାହୁଁଛୁ ପୁଲିସର ନ୍ୟାୟ ଦରକାର। କାଲି କିଛି ଦୁର୍ବୃତ୍ତ ଆସିକି ଦ୍ୱିପହରେ ମୋ କକା ଆଉ ଖୁଡିଙ୍କ ସାଙ୍ଗରେ ପାଟିତୁଣ୍ଡ କରୁଥିଲେ। ତାଙ୍କୁ ବୁଝାସୁଝା କରିକି ସେ ଯାଇଥିଲେ ବେବି। ପୁଣି କକା ଖୁଡି ଆମେ ଘରେ ଆମ ପୁଅ ପିଲା କେହି ବି ନାହାନ୍ତି, ଭାଇ ନାହିଁ, କକା ନାହାନ୍ତି, କେହି ନାହାନ୍ତି। ପୁଣି 2 ଜଣ ଆସି 3 ଜଣ ଏଠି ପୁଣି ମଦ ପିଇକି ମୋ ଭଉଣୀ କି ଧକ୍କା ବେକା ମାରି ସୋଦାସୋଦି ବହୁତ ଜୋରେ କରାକରି ହେଲା। ଖୁଡି ତାଙ୍କୁ ବିରୋଧ କଲେ। ସେ ଏତିକି ବେଳେ ମୋ ଭାଇ ଆସିକି ପହଞ୍ଚିଲା, ସୋମନାଥ ପଣ୍ଡା ଆସିକି ପହଞ୍ଚିଲା। ସେ ତାଙ୍କୁ ବୁଝାସୁଝା କରିକି ସେ ତାଙ୍କୁ କମ୍ପ୍ରମାଇଜ ହେଇକି ଯାଇଥିଲେ ବେବି। ପୁଣି ସନ୍ଧ୍ୟା 8ଟା ବେଳ ପ୍ରାୟ ଟାଇମ୍, ସେଇ ଟାଇମ୍ରେ ପୁଣି ମଦ, ବ୍ରାଉନ୍ ସୁଗାର ଏସବୁ ଜିନିଷ ସେମାନେ ସେବନ କରନ୍ତି। ଆସିକି ମାନେ ବହୁତ ଜୋରେ ଯୁକ୍ତି ତର୍କ ହେଲା ପରେ ସେ ଯେତେବେଳେ ଭଉଣୀକି ଅସଭ୍ୟ ଭାଷାରେ ସୋଦାସୋଦି କଲା, ସେ ସୁବ୍ରଜିତ ପଣ୍ଡା, ଜଗନ୍ନାଥ ବେହେରା ଭାଇକି ବି ଧମକ ଦେଇଛନ୍ତି, ଆମେ ଜୀବନରୁ ମାରିଦେବୁ, ତମେ କାଉଣ୍ଟିଂ କର, ଆଜିଠୁ ଗୋଟେ ଦିନ କାଉଣ୍ଟିଂ କର, ନାଶ ଗଡ଼େଇଦେବୁ, ମୁଣ୍ଡ ଗଡ଼େଇଦେବୁ। ପରେ ତାଙ୍କ ମା ଆମର ଥାନାରେ କମ୍ପ୍ରମାଇଜ ହେଇଥିଲା, କିନ୍ତୁ ତାପରେ ବି ତାଙ୍କ ମା, ଖୁଡି, ତାଙ୍କ ବଡ ଭାଇ ମତେ ଆଉ ମୋ ମାକୁ କେହି ନଥିଲା ଅବସ୍ଥାରେ ବି ପୁଣି ଆଉଥରେ ଆସିକି ଆମକୁ ସନ୍ଧ୍ୟାବେଳେ ଗେଟ୍ ଫେଟ୍ ବାଡେଇ ଆମକୁ ସୋଦାସୋଦି କରି ଅସଭ୍ୟ ଭାଷାରେ ଗାଳିଗୁଲଜ କରି ସିଏ ତାଙ୍କର ଏମିତି ଧମକ ଦେଇକି ଯାଇଛନ୍ତି। ଆମେ ଥାନାରେ କାଲି ଏଫଆଇଆର ଦେଇଥିଲୁ, ପୋଲିସ ବି ଆସିଥିଲେ, ସବୁ କମ୍ପ୍ରମାଇଜ ହେଇକି ସେ ତାଙ୍କ ସମସ୍ତଙ୍କୁ ଘରକୁ ପଠେଇଥିଲେ। କହିଲେ କିଛି ନାହିଁ, ତମେ ତମ ଘରକୁ ଯାଅ, ସୁରକ୍ଷିତ ତମେ। କିନ୍ତୁ ଏଇଭଳି ଅବସ୍ଥାରେ ଯଦି ଆମେ କ'ଣ ସୁରକ୍ଷିତ? ରାତି 3ଟା ଅବସ୍ଥାରେ ଆସିକି ଆମ ବମ୍ ଭଳିଆ ଗୋଟେ ସାଉଣ୍ଡ ହେଲା, ଆମେ କ'ଣ ହେଲା ବୋଲି ଅଚାନକ ଦୌଡ଼ିକି ଆସିକି ଦେଖିଲା ବେଳକୁ ଆମ ଦୋକାନ ଜଳୁଛି ଜୋରେ। ଆମେ ଚାହୁଁଛୁ ଯେ ଆମକୁ ପ୍ରୋଟେକ୍ସନ ଦିଆଯାଉ ପୋଲିସର, କାରଣ ବର୍ତ୍ତମାନ ସେମାନେ ଅସଭ୍ୟ ସମାଜର ଲୋକ, ତେଣୁ କିଛି ବି କରିପାରନ୍ତି କୌଣସି ମୁହୂର୍ତ୍ତରେ। ତେଣୁ ଆମେ ଚାହୁଁଛୁ, ଆମେ ଜୀବନ ପ୍ରତି ବିପଦ ଅଛି, ମୋ ଭାଇର, ମୋ ଭଉଣୀର, ମୋ କକା ଖୁଡି ସମସ୍ତଙ୍କର। ତେଣୁ ଆମେ ଚାହୁଁଛୁ, ଆମେ ପୋଲିସ ପ୍ରୋଟେକ୍ସନ ଚାହୁଁଛୁ। ପ୍ରଶାସନକୁ ଅନୁରୋଧ କରୁଛୁ କି ବାଙ୍କି ଭଳିଆ ଟାଉନରେ, ବାଙ୍କିଠୁ ବହୁତ କମ ଦୂରରେ ଯଦି ଆମେ ଏଇଭଳିଆ ଅସୁରକ୍ଷିତ, ଏଇଭଳିଆ ଅସାମାଜିକ ଲୋକ ମାନେ ଭ୍ରମଣ କରୁଛନ୍ତି, ତାହେଲେ ଆମେ ସେଠି ସୁରକ୍ଷିତ ନୁହଁ। ତେଣୁ ମୁଁ ପ୍ରଶାସନକୁ ଅନୁରୋଧ କରୁଛି, ଠିକ ଭାବରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ସେମାନଙ୍କୁ ଠିକ ଆଇନରେ ତାଙ୍କୁ ଦଣ୍ଡିତ କରାଯାଉ।